ମାଓବାଦୀଙ୍କ ଇଲାକାରେ କ୍ରୀଡ଼ା ମଞ୍ଜି ବୁଣୁଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଜି ହଁ ଦର୍ଶକ ବନ୍ଧୁ, ବିଶେଷ କରି ଯୁବଗୋଷ୍ଠୀକୁ କ୍ରୀଡ଼ାର ମହତ୍ତ୍ୱ ବୁଝାଇବା, ସେମାନଙ୍କୁ ଆଗାମୀ ସମୟରେ ଦାନ୍ତେୱାଡ଼ା ଏକ କ୍ରୀଡ଼ା ହବ୍ ଠାରେ ଗଠନ କରିବାର ସ୍ୱପ୍ନ ଦେଖିବାକୁ ପ୍ରତ୍ୟାବର୍ତ୍ତନ ଦେଉଛନ୍ତି। ଏହି ସ୍ୱପ୍ନର ସାକାର କରିବାର ବାଟ ମଧ୍ୟ ସଚିନ ଦେଖାଉଛନ୍ତି। ଛତିଶଗଡ଼ର ଦାନ୍ତେୱାଡ଼ା ଏକଦା ମାଓଗଡ଼ ଭାବେ ପରିଚିତ ଥିଲା। ଏବେ କିନ୍ତୁ ସ୍ୱୟଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସେଠାକୁ ଯାଇ ତୃଣମୂଳ ସ୍ତରରେ କ୍ରୀଡ଼ା ବିକାଶ ଲାଗି ପ୍ରୟାସ ଚଳାଇଛନ୍ତି। ଅନୁନ୍ନତ ଆଦିବାସୀ ଅଞ୍ଚଳରେ କ୍ରୀଡ଼ାକୁ ମାଧ୍ୟମ କରି ଅନେକ ପୂର୍ବତନ ମାଓବାଦୀ ଓ ସେମାନଙ୍କ ପିଲାମାନଙ୍କୁ ଆନୁଷ୍ଠାନିକ ଭାବେ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ମହତ୍ତ୍ୱ କାମ କରୁଛନ୍ତି। ବିଶେଷ କରି ଯୁବ ଗୋଷ୍ଠୀଙ୍କୁ କ୍ରୀଡ଼ାର ମହତ୍ତ୍ୱ ବୁଝାଇ ସେମାନଙ୍କୁ ଆଗାମୀ ସମୟରେ ଦାନ୍ତେୱାଡ଼ାକୁ ଏକ କ୍ରୀଡ଼ା ହବ୍ ଭାବେ ଗଠନ କରିବାର ସ୍ୱପ୍ନ ଦେଖୁଥିବା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସ୍ୱପ୍ନକୁ ସାକାର କରିବାର ବାଟ ମଧ୍ୟ ସଚିନ ଦେଖାଉଛନ୍ତି। ଏହି କ୍ରମରେ ଦାନ୍ତେୱାଡ଼ା ମଇଦାନ କପ୍ ନାମରେ ଏକ ବିଶାଳ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଛି। ଏଥିରେ କବାଡ଼ି ଓ ଦୌଡ଼କୁଦ ଭଳି ଖେଳକୁ ସାମିଲ କରାଯାଇଛି। ସଚିନଙ୍କ ପ୍ରେରଣାରେ ଏହି ପ୍ରତିଯୋଗିତାରେ 5000ରୁ ଅଧିକ ପିଲା ସାମିଲ ହୋଇ ନିଜ ନିଜର ପ୍ରତିଭା ପ୍ରକାଶ କରିଛନ୍ତି। ସଚିନ ବୁଧବାର ଜଗଦଲପୁର ବିମାନ ବନ୍ଦରରେ ଓହ୍ଲାଇ ସେଠାରୁ ଦାନ୍ତେୱାଡ଼ାର ଚନ୍ଦନପୁର ଗାଁକୁ ଯାତ୍ରା କରିଥିଲେ। ବିମାନ ବନ୍ଦରରେ ପତ୍ରକାର ସହ କଥା ହୋଇ ସଚିନ କହିଥିଲେ, ମଇଦାନ କପ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଆମେ 50ଟି ସ୍କୁଲରେ ଖେଳ ପଡ଼ିଆର ବିକାଶ କରୁଛୁ, ଯାହା ମୋତେ ବ୍ୟକ୍ତିଗତ ଭାବେ ଢେର ଆତ୍ମସନ୍ତୋଷ ଦେଇଛି। ଗ୍ରାମୀଣ ମହିଳାଙ୍କ ସଶକ୍ତିକରଣରେ କାମ କରୁଥିବା ମହାନ ଦେଶୀ ପ୍ରତିଷ୍ଠାନ ଏବଂ ସଚିନ ତେନ୍ଦୁଲକରଙ୍କ ଫାଉଣ୍ଡେସନ ମିଳିତ ପ୍ରୟାସରେ ଏହି କାର୍ଯ୍ୟ ସେ ହାତକୁ ନେଇଥିବା ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଯେ ନିକଟରେ ଛତିଶଗଡ଼ରେ ପ୍ରଥମ ଖେଲୋ ଇଣ୍ଡିଆ ଜନକ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇସାରିଛି। ଜି ହଁ ଦର୍ଶକ ବନ୍ଧୁ, ଏକ ବଡ଼ ଖବର କ୍ରୀଡ଼ା ଜଗତରେ ଆଉ ଏକ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛି। କାରଣ ହେଉଛି ମାଓବାଦୀ ଇଲାକାରେ କ୍ରୀଡ଼ା ମଞ୍ଜି ବୁଣୁଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଜି ହଁ ଦର୍ଶକ ବନ୍ଧୁ, ଛତିଶଗଡ଼ର ଦାନ୍ତେୱାଡ଼ା ଏକଦା ମାଓବାଦୀ ଭାବରେ ପରିଚିତ ଥିଲା, କିନ୍ତୁ ଏବେ ସ୍ୱୟଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସେଠାକୁ ଯାଇ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଲାଗି ପ୍ରୟାସ ଚଳାଇଛନ୍ତି। ସଚିନ ତେନ୍ଦୁଲକର ଫାଉଣ୍ଡେସନ ଏବଂ ଅନ୍ୟ କିଛି ଫାଉଣ୍ଡେସନ ମିଶି ସେଠି ଛତିଶଗଡ଼ରେ କ୍ରୀଡ଼ା ସ୍କୁଲ ସ୍ତରରେ ଏମିତି ନାମୀ ଦାମୀ 5000 କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଛି। ମାନେ ଦୌଡ଼ ପ୍ରତିଯୋଗିତା, ବିଭିନ୍ନ ପ୍ରକାର ଖେଳ, କ୍ରିକେଟ ଲଗେଇ ଏମିତି କ୍ରୀଡ଼ାକୁ ପ୍ରତିଭାକୁ ଆଗକୁ ଆଣିବାକୁ ଯାଇ ଯେମିତି ମାଓବାଦୀର ସେଠି କିଛି ନ ରହୁ ତାର ଛୋଟ ପ୍ରୟାସ ଆରମ୍ଭ କରିଛନ୍ତି ଆମ ଭାରତର କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ସେ ଏକ ମହତ୍ତ୍ୱ କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି, ତ ସେଥିପାଇଁ ତାଙ୍କୁ ସାଲୁଟ। ତ ଅପଡେଟ୍ ଥିଲା କ୍ରିକେଟକୁ ନେଇ, ସଚିନ ତେନ୍ଦୁଲକରକୁ ନେଇ ଆସିଲା ଅପଡେଟ୍ ମୁଁ ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादाରୁ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାର୍ଟବୋର୍ଡ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖା ହେବ କାଲି ଏମିତି ଏକ ରବିବାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।